ରାଧେ ରାଧେ ବନ୍ଧୁଗଣ, ଭଗବାନଙ୍କ ଉପରେ ଶ୍ରଦ୍ଧା ରଖୁଥିବା ଲୋକଙ୍କ ମନରେ ପ୍ରାୟତଃ ଏହି ପ୍ରଶ୍ନ ଉଠେ କି ଭଗବାନ କାହିଁକି ତାଙ୍କର ସମସ୍ତ ଇଚ୍ଛାକୁ ପୂରଣ କରନ୍ତି ନାହିଁ। ଯେବେକି ସେ ପୁରା ମନ ଦେଇ ଭଗବାନଙ୍କର ଭକ୍ତି କରନ୍ତି, କିନ୍ତୁ ସେ ଏହା ଭାବନ୍ତି ନାହିଁ। ଯେମିତି ତାଙ୍କ ମନରେ ଏହି ପ୍ରଶ୍ନ ଉଠିଲା, ସେତେବେଳେ ମନରେ ସନ୍ଦେହ ମଧ୍ୟ ଜନ୍ମ ନେଲା। ଯେଉଁଠି ସନ୍ଦେହ ଜାତ ହେଲା, ସେଠାରେ ନିଃସ୍ୱାର୍ଥ ଭକ୍ତି ମିଳିବ ନାହିଁ। ଅନେକ ବ୍ୟକ୍ତି ଏପରି ମଧ୍ୟ ଅଛନ୍ତି ଯିଏକି ବିନା ନିଃସ୍ୱାର୍ଥରେ କେବଳ ଭଗବାନଙ୍କୁ ଭକ୍ତି ହିଁ କରିଥାନ୍ତି। ସେମାନଙ୍କର ସୁଖ ଦୁଃଖ ସବୁ ସମାନ ଥାଏ, ନା କିଛି ପାଇବାର ଲାଳସା ଥାଏ, ନା କିଛି ହରାଇବାର ଦୁଃଖ ଥାଏ। ଆପଣ କବୀର ଦାସଙ୍କ ଏହି ଦୋହା ନିଶ୍ଚୟ ଶୁଣିଥିବେ। ବିନା ମାଙ୍ଗେ ମୋତି ମିଲେ, ମାଙ୍ଗେ ମିଲେ ନା ଭିକ, ମାଙ୍ଗନ ସେ ମରନା वाला कह गए ଦାସ କବୀର। ସନ୍ଥ କବୀର ଦାସ କହିଛନ୍ତି, ମାଗିବା ଲୋକଙ୍କୁ ସର୍ବଦା କମ୍ ହିଁ ମିଳିଥାଏ, ଯେବେକି ନ ମାଗିବା ଲୋକଙ୍କୁ ସବୁକିଛି ମିଳିଥାଏ। ଭକ୍ତିରେ କେବେ ହେଲେ ମାଗିବା କିମ୍ବା ଫଳ କାମନା କରିବା ଉଚିତ ନୁହେଁ। ଯଦି ଆମେ ଫଳ କାମନା କରିକି ଭକ୍ତି କରୁ, ତେବେ ଆମ ଭକ୍ତି ଶୁଦ୍ଧ ଏବଂ ପବିତ୍ର ହୋଇ ରହେ ନାହିଁ। ଭଗବାନଙ୍କୁ କାମନା ରଖି ପୂଜା କଲେ ହୁଏତ ଭଗବାନ ଆପଣଙ୍କ ଇଚ୍ଛାକୁ ପୂରଣ କରନ୍ତି ଅଥବା କରନ୍ତି ନାହିଁ। ଏ ତ ତାଙ୍କ ଇଚ୍ଛା। ସେ ଯାହା ଆମ ହିତକର ଏବଂ ଆମ ନିଜସ୍ୱ କର୍ମ ଅନୁସାରେ ହିଁ ଫଳ ଦେଇଥାନ୍ତି। ପାଇଁ ଯାହା ଠିକ୍, ଯାହା ଉଚିତ ଅନୁଚିତ, ସେହା ହିଁ ପ୍ରଭୁ ଆମକୁ ଦେଇଥାନ୍ତି। ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ଜୀ ମହାରାଜଙ୍କ କଥା ଅନୁସାରେ ଭଗବାନ ସବୁ ଇଚ୍ଛାକୁ ପୂରଣ କରନ୍ତି ନାହିଁ, କାରଣ ପ୍ରଭୁ ସବୁ ଜାଣନ୍ତି। କେଉଁ ଇଚ୍ଛା ଆମ ପାଇଁ ହିତ ଅଟେ ଏବଂ କେଉଁଟି ନୁହେଁ। ଭଗବାନ କେବଳ ସେହି ଇଚ୍ଛାକୁ ପୂରଣ କରନ୍ତି ଯେଉଁ ଇଚ୍ଛା ଆମ ଜୀବନ ପାଇଁ ସଠିକ୍ ହୋଇଥାଏ। ଯେବେ ଆମେ ଠାକୁରଙ୍କୁ କିଛି ମାଗିଥାଉ ଏବଂ ସେହି ଇଚ୍ଛା ଆମର ପୂରଣ ହୋଇନଥାଏ, ସେତେବେଳେ ଆମେ ଠାକୁରଙ୍କୁ କହୁ, ପ୍ରଭୁ ମୋ ଡାକ ଶୁଣିଲନି। ମୋ ଇଚ୍ଛାକୁ ପୂରଣ କଲନି। ତାଙ୍କୁ ଆକ୍ଷେପ କରୁ, କିଛି ଶୁଣିଲନି। କିନ୍ତୁ ଏସବୁ କିଛି ନ କରି ସର୍ବଦା ଏହା ଭାବିବା ଉଚିତ, ସେହି ଇଚ୍ଛା ଆମ ପାଇଁ ଠିକ୍ ନଥିଲା। ଆପଣ ଯଦି ବହୁତ ପୂଜା ଅର୍ଚ୍ଚନା କରୁଛନ୍ତି, ତଥାପି ଆପଣଙ୍କୁ ତାହାର ପରିଣାମ ପାଇପାରୁନାହାନ୍ତି, ହେଲେ ଭାବନ୍ତୁ ଏହି ସମୟ ଆପଣଙ୍କ ପାଇଁ ଉଚିତ ନୁହେଁ। କେବଳ ନିଃସ୍ୱାର୍ଥପର ଓ ସମର୍ପଣ ଭାବରେ ପ୍ରଭୁଙ୍କୁ ଭକ୍ତି କରନ୍ତୁ। ଯେପରି ଗୋଟିଏ ଛୋଟ ଶିଶୁ ଛୁରୀ ସହ ଖେଳିବା ଦେଖି ତା ମା ସେହି ଛୁଆର ହାତରୁ ଛୁରୀଟିକୁ ଛଡ଼ାଇ ନିଏ, ତେବେ ଏହାର ଅର୍ଥ ଏହା ଥିଲା ଯେ ସେ ମା ଏବେ ଚାହେଁନି କି ଶିଶୁଟି ଛୁରୀରେ କୌଣସି କ୍ଷୟକ୍ଷତି ହେଉ। ମା ତାର ଛୁଆଟିର ମଙ୍ଗଳ ପାଇଁ ହିଁ ଏହି କାମଟିକୁ କରିଥିଲା। ଛୁଆଟି ମନ ଦୁଃଖ କରି ରାଗିକି ବସିଲେ ମଧ୍ୟ ମା ସେ ଛୁଆଟିର ମଙ୍ଗଳ ପାଇଁ ଛୁରୀଟିକୁ ତା ହାତରେ ଦିଏ ନାହିଁ। ଯେତେବେଳେ ଆପଣ ଠାକୁରଙ୍କୁ କିଛି ମନୋକାମନା ନ ରଖି ପୂଜା ଅର୍ଚ୍ଚନା କରିବେ, ଦେଖିବେ ପ୍ରଭୁକୁ କିଛି ନ ମାଗି ମଧ୍ୟ ସବୁକିଛି ପୂରଣ କରିଦେବେ। ଯେଉଁ ଭକ୍ତଙ୍କର ଶ୍ରଦ୍ଧା ଥାଏ, ସେ କେବଳ ନିଜର ମନୋକାମନା ପାଇଁ ପୂରଣ। ଯେଉଁ ଭକ୍ତ ଶ୍ରଦ୍ଧା ନଥାଏ, କେବଳ ନିଜର ମନୋକାମନା ପୂରଣ ପାଇଁ ଠାକୁରଙ୍କୁ ପୂଜା କରେ ଏବଂ ପ୍ରସାଦ ଅର୍ପଣ କରେ, ନିଜର ଇଚ୍ଛା ପୂରଣ କରିବାକୁ ମନାସିଥାଏ, ସେହିଭଳି ବ୍ୟକ୍ତିଙ୍କ ଡାକ ପ୍ରଭୁ ଶୁଣନ୍ତି ନାହିଁ। ସର୍ବଦା ଈଶ୍ୱରଙ୍କୁ ନିଃସ୍ୱାର୍ଥପର ଭକ୍ତି ଓ କିଛି ସ୍ୱାର୍ଥ ନ ରଖି ପୂଜା ଅର୍ଚ୍ଚନା କରିବା ଉଚିତ। ଈଶ୍ୱର ଡାକ ଶୁଣୁ ବି ନାହାନ୍ତି, ହେଲେ ବି ମନରେ ତିଳେ ମାତ୍ର ଦୁଃଖ କ୍ଲେଶ ନ ରଖି ଭଗବାନଙ୍କ ପାଖରେ ନିଜକୁ ସମର୍ପଣର ଭାବ ରଖି ପୂଜା କରିବା ଉଚିତ। ଭଗବାନ ଅଦୃଶ୍ୟ ଥାଆନ୍ତି, କିନ୍ତୁ ନ ଦେଖା ଦେଇ ମଧ୍ୟ
କୌଣସି ନା କୌଣସି ରୂପରେ ସେ ଆମ ସାଥିରେ ଅବଶ୍ୟ ଥାଆନ୍ତି ଏବଂ ଆମକୁ କିଛି ବିଶେଷ ସଂକେତ ଦ୍ୱାରା ସେ ଆମ ଉପରେ ପ୍ରସନ୍ନ ଅଥବା କ୍ରୋଧିତ ସମ୍ବନ୍ଧରେ ସୂଚାଇ ମଧ୍ୟ ଦିଅନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ପୂଜା କଲାବେଳେ ପ୍ରତିମାରୁ ଫୁଲ ପଡ଼ିବା ଅତ୍ୟନ୍ତ ଶୁଭ ସଂକେତ ଅଟେ। ଏହା ସହିତ ଏହାର ଆପଣଙ୍କୁ ଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ। ଦେବାଦେବୀଙ୍କ ପୂଜାର୍ଚ୍ଚନା ସର୍ବଦା ଭକ୍ତିପୂର୍ଣ୍ଣ ଭାବରେ ହିଁ କରିବା ଉଚିତ। ପୂଜା କଲାବେଳେ ଯଦି ଆଖିରୁ ଲୁହ ବାହାରେ ତେବେ ଆପଣ ଜାଣିବେ ଏହା ଅତ୍ୟନ୍ତ ଶୁଭ ସଂକେତ ଅଟେ। ଆପଣଙ୍କ ମନୋକାମନା ଶୀଘ୍ର ପୂରଣ ହେବ।